नमस्कार आपण ସମସ୍ତଙ୍କୁ ଆମ ଚ୍ୟାନେଲରେ ପୁଣି ଥରେ ସ୍ୱାଗତ। ମୁଁ ରାନୁ, ମୁଁ ପିଙ୍କୁ। ତ ଆଜି ଆମେ ପୁଣି ଗୋଟେ ନୂଆ ଭିଡ଼ିଓ ନେଇ ପଳେଇ ଆସିଛୁ। ଆଜି ଆମର ଅଛି କ'ଣ? କଙ୍କଡ଼ା ଝୋଳ। କଙ୍କଡ଼ା ଝୋଳ। ଦେଖନ୍ତୁ ଏଇଟା ଭାଙ୍ଗିଦେଲେ ପୁରା ପୁରା ଜୁସି ଜୁସି ଲାଗିବ। ଆଜି କଙ୍କଡ଼ା ଝୋଳ ଆମର ଫାର୍ଷ୍ଟ ଟାଇମ୍ ପାଇଁ ଆମେ ଟ୍ରାଏ କରୁଛୁ। ତୁ କେବେ ଟ୍ରାଏ କରିଥିଲୁ? ନା, ମୋର ଏଇଟା ଫାର୍ଷ୍ଟ ଟାଇମ୍। ପୁରା ବାସ୍ନା ତ ପୁରା ଏମିତି ଚିଙ୍ଗୁଡ଼ି ଝୋଳ ମାନେ ଏମିତି ପ୍ରନ୍ କରି ଚିଙ୍ଗୁଡ଼ି ଝୋଳ ପୁରା ଭଳିଆ ଆସୁଛି। ବଟ୍ ଦେଖାଯାଉ ଟେଷ୍ଟ ମୁଁ ଏବେ ଯାଏ କରିନି, ପିଙ୍କ କ୍ୱାଲିଟି କରିସାରିଲାଣି। ଓକେ, ସେ ଟିକେ ଚଟୋରା ଟାଇପ୍ର ତ ମାନେ ଯେମିତି ଯାହା ହେଇଥିବ ସାଙ୍ଗେ ଖାଇଦେବି ଆଉ ସେଇଭଳିଆ। ବଟ୍ ମୁଁ କରିନି। ତ ଏବେ ଚାଲନ୍ତୁ ଫାର୍ଷ୍ଟ ଟେଷ୍ଟ କରିବା। ଆମର ପଖାଳ ତ ଆମର ମ୍ୟାଣ୍ଡେଟୋରୀ, ସେଇଟା ହବ ଆପଣ ଜାଣିଛନ୍ତି, ଆଉ କ'ଣ କହିବି। ତ ପଖାଳ ଆମର ପୁରା ରେଡ଼ି, ତା ସହିତ ଖାଇବା କଙ୍କଡ଼ା। ବାଲା ବି ରେଡ଼ି। ହଁ, ଖାଇବା ବେଲେ ରେଡ଼ି। ଆଉ କଙ୍କଡ଼ା ଆଳୁ ଝୋଳ, ମାନେ ଯେଉଁ କୁହନ୍ତିନି କଙ୍କଡ଼ାର ଝୋଳଟା କୁଆଡ଼େ ଭଲ ଲାଗେ। ଦେଖିବା ଆଜି ଫାର୍ଷ୍ଟ ଟାଇମ୍ ପାଇଁ ଟ୍ରାଏ କରୁଛି। ଆକ୍ଚୁଆଲି କେବେ ବି ଟ୍ରାଏ କରିନି, କେବେ ବି ମୁଁ ନାହିଁ। ଫାଷ୍ଟ ତୁ ଟେଷ୍ଟ କରନା, କହିବୁ କେନ୍ତା ଲାଗୁଛି। ହଁ, ପିଙ୍କୁ କରିସାରିଛି ନା ଏଇଟା। ଭାଙ୍ଗି ପାରିବୁନି। ମୋତେ ଏତେ ଡର କ'ଣ ପାଇଁ ଲାଗୁଛି ମୁଁ ଜାଣିନି। ଭାଙ୍ଗି ପାରିବୁନି। ତୁ ଭାଙ୍ଗେ। ନାଇଁ, ଦେଖନ୍ତୁ ଏଇ ଯେଉଁ ଦେଖନ୍ତୁ କଣ୍ଟା ଗୁଡ଼ା ଦେଖାଯାଉଥିବ କି ନାହିଁ। କଣ୍ଟା ଗୁଡ଼ା ପୁରା କେମିତି ଏ କ'ଣ କାମୁଡ଼ିବି? କାମୁଡ଼ିକିନା ଭାଙ୍ଗି ସାରିଲା ପରେ ତୁ ମାଂସ ଭାଜିବୁ। ଫାର୍ଷ୍ଟ ଟାଇମ୍ ମାନେ ଏକ୍ସପିରିଏନ୍ସ ନାହିଁ ନା, ଶିଖିବାକୁ ପଡ଼ିବ ମୋତେ ଟିକେ। ଶିଖିବା ବାଲା ବି ରେଡ଼ି। ତୁ ଖା ଏଥର। ତୁ ଆଉ ଟେଷ୍ଟ କରନା, କହିବୁ କେନ୍ତା ଲାଗୁଛି। ମୋତେ ଡର ଲାଗୁଛି ଆସିଲେ। ଓହୋ, ରାଗ ଯଦି ଚାଲ ମସ୍ତ ଅଛି, ଖାଇଚାଲ। ଖାଇବା ପୂର୍ବରୁ ଗୋଟେ ଲାଗେନି, ମାନେ ଏମିତି ଲାଗୁଥିବ ସାୟଦ ସେଇ ଟାଇପ୍ର। ତ ମୋର ଏକ୍ସପେକ୍ଟେସନ୍ ଥିଲା ଏମିତି ହିଁ ଲାଗିବ ବୋଲି। କଙ୍କଡ଼ା ଗୁଡ଼ା କେମିତି ଲାଗିବ। ଲାଗୁନି। ପିଙ୍କୁ କଙ୍କଡ଼ା ଖାଇବାରେ ଏକ୍ସପର୍ଟ ହେଇଗଲାଣି। ଏତେ ରସଗୁଡ଼ା ବାହାରି ପଡ଼ୁଛି ନା। ଦେଖନ୍ତୁ ମାଂସ ତାର ସେ ବନାଉଛି। ଆପଣମାନେ କଙ୍କଡ଼ା ଟ୍ରାଏ କରିବେ କି ନାହିଁ କହିବେ ତ। କଙ୍କଡ଼ା ସରି ପାରିଲାନି, ବଡ଼ ଭାତ ସରିଗଲା। ଶୁଣିଲାନି ସରିଯିବ। ହଁ, ପିଙ୍କୁ ଅଛି ମାନେ ତ ଅବଭିୟସଲି ସରିଯିବ। ପାଟିକୁ କଥାଟା ଛାଡ଼ିଲାନି। ଓକେ, ଚଳିବ। ଏଇଟା କେମିତି ଖାଇବ? ହେଇ ଆଜ୍ଞା। ପିଙ୍କୁ ଫାର୍ଷ୍ଟ ଟାଇମ୍ରେ ବହୁତ ଏକ୍ସପିରିଏନ୍ସ କରିଦେଲା। ଓକେ, ହେଲେ ମୋର ହେଇପାରିଲାନି, ବଟ୍ ଠିକ୍ ଅଛି। କହିପାରିବୁନି। ନଟ୍ ବ୍ୟାଡ୍। କଙ୍କଡ଼ା ପୋଡ଼ା ବି ଖାଆନ୍ତି ଜାଣିଛୁ ନା। ହଁ, ଆଇ ଏମ୍ ଡନ୍।
ମାନେ କେତେ ବି ଖରାପ ନଥିଲା ବଟ୍ ମସ୍ତ ଥିଲା ଠିକ୍ ଅଛି ମାନେ ଫାର୍ଷ୍ଟ ଟାଇମ୍ ମୁଁ ଟ୍ରାଏ କରିଛି ତ ଓଭରଅଲ୍ ଠିକ୍ ଅଛି ଆଇ ଏମ୍ ରେଡ଼ି ତୋର ପିଙ୍କୁର ଫେଭରାଇଟ୍ ହେଇଗଲା ବୋଧେ କି କ'ଣ ହବା ଦରକାର ନାହିଁ କଙ୍କଡ଼ା ବହୁତ ଦାମ 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 ଓକେ ଡନ୍ ଏଇଟା ଖାଲି ଖୋଳ ଗୁଡ଼ା ଦେଖନ୍ତୁ ଖାଇ ଖାଇ ପକେଇଦେଲା ଖୋଳ ଗୁଡ଼ା ତ ଠିକ୍ ଅଛି ଆମ ଭିଡ଼ିଓ ଶେଷ କରିବା ଭଲ ଆସିଲେ ନିହାତି ଲାଇକ୍ କମେଣ୍ଟ ଆଉ ସେୟାର କରିବେ ଚ୍ୟାନେଲ୍ ସବସ୍କ୍ରାଇବ୍ କରିଦେବେ ତ ରହିଲୁ ନମସ୍କାର